Hallelujah. Praise the Lord. ଆମମାନଙ୍କ ସମ୍ମିଳନୀର ଶୀର୍ଷକ କହିବେ ଟି ଆମ ସଭାରେ କଣ ପ୍ରସଙ୍ଗ ରଖାଯାଇଛି? ଜୋରସେ ଜୋରସେ ଇচ্ছে ସବୁ ନାହିଁ ଯା ଖ୍ରୀଷ୍ଟୀୟ ଯୁଗାଯୁଗତି ମାନଙ୍କର ମଣ୍ଡଳୀ ପ୍ରତି ଭୂମିକା। ଗୋଟିଏ ଯୁବକର ଆଉ ଯୁବତୀର ମଣ୍ଡଳୀ ପ୍ରତି ଭୂମିକା କଣ ହେବା ଉଚିତ? ବହୁତ ସୁନ୍ଦର ଶୀର୍ଷକ ଦିଆଯାଇଛି। ମୁଁ ଜାଣିନି କେତେ ସମୟ ମଧ୍ୟ ଦିଆଯାଇଛି। ଗତକାଲି ତ ନୁହଁ, ପରଦିନ ମଧ୍ୟ ମୁଁ ଆପଣମାନଙ୍କ ଜିଲ୍ଲାରେ ଥିଲି। ଆଉ ବି ଟାଇମ ହେଇଛି 1:26 ପାଖାପାଖି ସେମ୍। ସେଇଠି ମୁଁ ପାଇଲି ମେସେଜ ଟାଇମ 1:15 ବେଳେ ଷ୍ଟାର୍ଟ ହେଲା, 10:15 ସରିଲା 3:40ରେ। ହେଲେ ଏଇଠି କେତେବେଳେ ସାରିବା? ଯାହା କହିବେ, କିଛି କହୁନାହାନ୍ତି ମାନେ ସାରି ହେଲେ ଦିଅ, ନହେଲେ ଲମ୍ବା ହେଲେ କର। 1 ନା 2? 1 ନା 2? ଜଲ୍ଦି କୁହନ୍ତୁ ଆଜ୍ଞା। ଜଲ୍ଦି ସାରି ଦେବା ନା ଚାଲୁଥାଉ? ଜୋରସେ। ଆଚ୍ଛା, ଗୋଟେ ରିକ୍ୱେଷ୍ଟ ବିନମ୍ର ସହକାରେ, ୟାର ଯଦି ଆବଶ୍ୟକତା ନାହିଁ ତେବେ ୟାକୁ ଅଫ୍ କରାଯାଉ। ବହୁତ କାନ ଖାଇଲାଣି। ଦେଖନ୍ତୁ, ଚିନ୍ତା କରନ୍ତୁ, ମୋ କଥା ସବୁ ଶୁଣିବା କିଛି ଆବଶ୍ୟକ ନାହିଁ। ଯଦି ଜରୁରୀ ଅଛି ତେବେ ଚଲାନ୍ତୁ, ନହେଲେ ପଙ୍ଖା ତ ବାଜୁଛି। ହାଲେଲୁୟା। ହଉ, ପଡୋଶୀକୁ ଟିକେ ଅନାନ୍ତୁ, ହାତ ଟିକେ ଧରନ୍ତୁ, ଆଉ ଟିକେ ବଢିଆରେ ହଲାନ୍ତୁ, ଆଉ କୁହନ୍ତୁ ଆଜ୍ଞା। ଆରେ ଜୋର ସେ କୁହ ଆଜ୍ଞା। ଶୁଣିଲ ତ? ପାଟି ଫାଟି ପାଟି ଆଉ ଫାଟି ସିଲେଇ ହେଇକି ବସ, ନହେଲେ ପିଠି ମଝିରେ ଦେବି। We are in the mighty's presence. Hallelujah. ମହାମହିମ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆମ୍ଭେମାନେ ଆସିଛୁ। ତ ମୁହଁ ଟିକେ ନ ଶୁଖାଉ। ବାକ୍ୟରେ ଲେଖାଯାଏ ସର୍ବଦା ଆନନ୍ଦ କର, ସର୍ବଦା। Praise the Lord. ଯଦି ଆମେ ମାନେ ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଛୁ, ତେବେ ଈଶ୍ୱରଙ୍କ ସାନ୍ନିଧ୍ୟରେ ଥିବା ଲୋକ ପରି ରହିବାର ଅଛି। ଗୋଟେ ବଡ ଆଶାରେ ରହିବା ଦରକାର। ପ୍ରଭୁ ଆଜି ମୋ ସହିତ କଥା ହେବେ। ମୁଁ ଯେପରି ଆସିଛି ମୁଁ ସେପରି ଯିବି ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏକ ଖ୍ରୀଷ୍ଟୀୟ ଭାଇ ଭଉଣୀର ମଣ୍ଡଳୀ ପ୍ରତି କଣ କର୍ତ୍ତବ୍ୟ, ଭୂମିକା କଣ? ପ୍ରଭୁଙ୍କ ଲୋକମାନେ ମଣ୍ଡଳୀ ମାନେ କଣ ଅଟେ? ଏହା କଣ ଚର୍ଚ୍ଚ ବିଲ୍ଡିଂ ରେ ସୀମିତ କି? ଜମା ନାହିଁ। ପ୍ରଥମେ ବୁଝିଯାଅ ହ୍ୱାଟ ଇଜ ଚର୍ଚ୍ଚ। ଏହା ଖ୍ରୀଷ୍ଟଙ୍କ ଶରୀର ଅଟେ। ପ୍ରଭୁଙ୍କ ଲୋକମାନେ ମଣ୍ଡଳୀ ଖ୍ରୀଷ୍ଟଙ୍କ କନ୍ୟା ଭାର୍ଯ୍ୟା ଅଟେ। And what a privilege it is to serve. ଈଶ୍ୱରଙ୍କ ମଣ୍ଡଳୀ ନିମନ୍ତେ କିଛି କରିବାର ମନୋଭାବ ଯଦି ଆମ୍ଭମାନଙ୍କ ପାଖରେ ଅଛି, ଆମ୍ଭମାନଙ୍କ ଠାରୁ ସୌଭାଗ୍ୟଶାଳୀ ଲୋକେ କେହି ନାହାନ୍ତି। ଧନ୍ୟ ସେହି ବ୍ୟକ୍ତିର ଜୀବନ, ଧନ୍ୟ ସେହି ଭାଇର ଜୀବନ, ଧନ୍ୟ ସେହି ଭଉଣୀର ଜୀବନ ଯେ ବୁଝିପାରିଅଛି ଖ୍ରୀଷ୍ଟଙ୍କ କନ୍ୟା ବା ଭାର୍ଯ୍ୟା ବା ମଣ୍ଡଳୀର ସେବା କରିବାର ମହତ୍ଵ କେତେ ଅଧିକ ଅଟେ। Hallelujah. Praise the Lord. Hallelujah. ପ୍ରଭୁଙ୍କ ଲୋକମାନେ
ପାଉଲ କହିଲେ କଲୋସ୍ୟ ମଣ୍ଡଳୀକୁ 1:28 ପଢିବାଟି 1:28 ତାହାଙ୍କୁ ଆମେମାନେ ପ୍ରଚାର କରୁଅଛୁ, ହଁ ପୁଣି ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ହଁ ଯେପରି ଆମେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ। ଆମ୍ଭମାନଙ୍କର ଏକମାତ୍ର ଲକ୍ଷ୍ୟ, ଏକମାତ୍ର ଉଦ୍ଦେଶ୍ୟ ଆଉ ତାହା କଣ ଅଟେ? ଖ୍ରୀଷ୍ଟଙ୍କ ଶରୀର ମଣ୍ଡଳୀକୁ ତାଙ୍କ ସାମ୍ନାରେ ସିଦ୍ଧ କରି ଉପସ୍ଥାପିତ ଯେପରି କରିପାରିବୁ। ପ୍ରଭୁଙ୍କ ଲୋକମାନେ, ଯଦି ଆମେମାନେ ମନେ କରୁଛୁ ଆମେମାନେ ଖ୍ରୀଷ୍ଟଙ୍କର ଅଛୁ, ତେବେ ଖ୍ରୀଷ୍ଟଙ୍କର ଶରୀର ଯାହାକି ମଣ୍ଡଳୀ ଅଟେ, ତହିଁ ପ୍ରତି ଆମ୍ଭମାନଙ୍କର ପ୍ରଥମ କର୍ତ୍ତବ୍ୟ, ପ୍ରଥମ ଭୂମିକା ବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଲେ ଭୁଲ ହେବ ନାହିଁ। ଆମେମାନେ ତାହାଙ୍କୁ ତାହାଙ୍କ ଦିନ ନିମନ୍ତେ ତାହାଙ୍କ ସମ୍ମୁଖରେ କିପରି ସିଦ୍ଧ କରି ଉପସ୍ଥାପିତ କରିପାରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯଦି ସରଳ ଭାଷାରେ ଆମେମାନେ କହିବା ସେବା କାର୍ଯ୍ୟ କରିବା, ମଣ୍ଡଳୀକୁ ଗଢିବା, ମଣ୍ଡଳୀକୁ ସଜାଡ଼ିବା, ମଣ୍ଡଳୀକୁ ପ୍ରସ୍ତୁତ କରିବା, ଏହା ଆମ୍ଭମାନଙ୍କର ନା ଜାନ ଜିସ୍ମରେ ପୁରା କୁଟି ହେଇକି ଭରିବାର ଅଛି। ବଞ୍ଚିଛି ମାନେ କିଛି ହେଇଯିବାର ଅଛି ମୋର ଜୀବନ ଦ୍ୱାରା, ନହେଲେ ମୋର ଜୀବନ ଠିକ, ଏଇ ଚିନ୍ତା ଆମ ଜୀବନରେ ଆସିବା ଦରକାର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ଅନେକ ଯୁବା ଯୁବତୀ ମାନଙ୍କର, ଅନେକଙ୍କର ମନରେ ଏଇ ପ୍ରଶ୍ନ ଉଙ୍କି ମାରୁଥାଏ, କେଉଁ କାର୍ଯ୍ୟଟିଏ, କେଉଁ ପ୍ରଫେସନଟିଏ ବହୁତ ଭଲ ଅଟେ, ସର୍ବୋତ୍ତମ ଅଟେ, ଦ ବେଷ୍ଟ ଜବ୍ କେଉଁଟା ଅଟେ? टीचर हेबी ना डॉक्टर हेबी ना इंजीनियर हेबी ना कलेक्टर हेबी ना इत्यादि इत्यादि ना सेवा करी द्वंद्व रही जाती। शुणु, आज दिन आपण मानक बड़ धन्य दिन अटे, गोटे भी आम सब ना। आज दिन आपण मानक कि दिन अटे? टिके जोर से हालेलुया। कौन सबुठारु उत्तम कार्य धरा पृष्ठ रे? उत्तर आज्ञा, उत्तर टिके आसीबो कि आसीबो नाई? सबुठु बहुत भल काम कौन है पारिबो? प्रभुंकर सेवा कार्य। अच्छा, प्रभुंक सेवा कार्य भल काम जे गवर्नमेंट एम्प्लॉय भल नहीं कि आईएएस रैंक ऑफिसर बा कौन ठीक हम ना कि सीएम हवा बा A1 ऑफिसर बा कौन ठीक हम ना कि? शुणु ध्यान रे, किपरि आमे कहि पारिबा जे ईश्वरଙ୍କ सेवा कार्य ही सबुठारु सर्वोत्कृष्ट, सर्वश्रेष्ठ, सर्वोत्तम कार्य अटे बोले। नंबर 1, मैं आपण मान को किछि पॉइंट्स रखिबी, तापरे आगो को बढ़िबी। मु शेषरे हुए तो पचारि पारे, एणु बहुत ध्यान सहित शुणिबा हेउथिबे। ईश्वरଙ୍କ सेवा कार्य काहीकि सबुठु उत्तम अटे? प्रथम कथा, यह कौनसी स्टेट राज्य सरकार कार्य नुहे बा सेंट्रल गवर्नमेंट जॉब नुहे बा पृथ्वी विश्व स्तरीय काम मध्य नुहे। यह पृथ्वीर सरकार ऊर्ध्वरे जो सरकार अच्छी से सरकार कार्य अटे। हालेलुया।
ଏହା କେବଳ ରାଜ୍ୟ ମଧ୍ୟରେ ସୀମିତ ନୁହେଁ କିମ୍ବା ଦେଶ ମଧ୍ୟରେ ସୀମିତ ନୁହେଁ, ଏହା ରାଜ୍ୟ ଠାରୁ ବଢି କରି ଦେଶ ଠାରୁ ବଢି କରି ଯେଉଁ ଯେଉଁ ପରମେଶ୍ୱର ସର୍ବ ଜଗତର ମାଲିକ ଅଟନ୍ତି ତାଙ୍କର ସେବା କାର୍ଯ୍ୟ ଅଟେ, ତାଙ୍କର ଚାକିରି ଅଟେ, ସେଇ ସରକାରଙ୍କର କର୍ମ ଅଟେ ବୋଲି କହିଲେ ଭୁଲ ହବ ନାହିଁ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁ କହିଲେ ମାଇ କିଙ୍ଗଡମ ଇଜ ନଟ୍ ଅଫ ଦିସ୍ ୱର୍ଲ୍ଡ। ପଢିବା ସେ ପଦଟେ 18 ଅଧ୍ୟାୟ ଯୋହନ 36 ପଦ, ଜଲ୍ଦି ପଢୁଥିବେ। ଯୀଶୁ ଉତ୍ତର ଦେଲେ, ହଁ। ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ। ହଁ। ଯଦି ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ। ପ୍ରଭୁଙ୍କ ଲୋକମାନେ ଈଶ୍ୱରଙ୍କ ରାଜ୍ୟ ଏହି ଜଗତର ରାଜ୍ୟ ନୁହେଁ, ତାହା ଈଶ୍ୱରଙ୍କର ରାଜ୍ୟ ଅଟେ, ଯାହାକି ସବୁଦିନ ପାଇଁ ରହିବ, ସବୁବେଳ ପାଇଁ ରହିବ, ତାହା କେବେ ବିନାଶ ହେବ ନାହିଁ। ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରନ୍ତୁ, ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରନ୍ତୁ, ଈଶ୍ୱରଙ୍କ ସେବା କାର୍ଯ୍ୟ କରିବା କାହିଁକି ସର୍ବୋତ୍କୃଷ୍ଟ ବିଷୟ ବୋଲି କହିଲେ ସେହି ସରକାର କୌଣସି ବର୍ଷ ଯାଇ ସୀମିତ ନୁହନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସବୁ ସରକାରର ଉପରେ ଯଦି କୌଣସି ସରକାର ଅଛି ତାହା ଆମ ବାପାଙ୍କ ସରକାର ଅଟେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏକ ବ୍ୟକ୍ତି ଯଦି ସିମ୍ପଲ ବିଷୟ ବୁଝିଯିବ ଧନ୍ୟ ହେଇଯିବ ତାର ଜୀବନ। ନମ୍ବର 2, କାହିଁକି ଏହା ସର୍ବୋତ୍କୃଷ୍ଟ ସର୍ବଶ୍ରେଷ୍ଠ ବୋଲି କହିଲେ? ହାଲେଲୁୟା। ଆଚ୍ଛା, ଏଇଟା ଚାଲିଥିବ କି? ହାଲେଲୁୟା, ମିରାକଲ ପରି ଲାଗୁଛି। ସଦା ପ୍ରଭୁ, ହାଲେଲୁୟା। ଜୋରସେ ଟିକେ ତାଳି ମାରିବା, ଆଉ ଟିକେ ଜୋରସେ। ଯଦି ଏକ ବ୍ୟକ୍ତି ଈଶ୍ୱରଙ୍କ ସାନ୍ନିଧ୍ୟକୁ ଆସିଅଛି, ଜାଣନ୍ତି କାହା ନିକଟକୁ ଆମେ ଆସିଛୁ? ହଲକୁ। ହଲକୁ ଆସିଛୁ କି? ନା। ଯିଏ କିଛି ବି କେବେ ବି କିପରି ବି ଥିଲେ ମଧ୍ୟ ଉଲ୍ଟା କରିଦେଇ ପାରନ୍ତି, ତାଙ୍କ ନିକଟକୁ ଆମେ ଆସିଛୁ। ଅଦ୍ଭୁତ ପରମେଶ୍ୱରଙ୍କ ପାଖକୁ ଆସିଛୁ। ଗୋଟେ ବଡ ଆଶା ସହିତ ବସନ୍ତୁ, ଆଜି ମୁଁ ଯେପରି ଆସିଛି ମତେ ସେପରି ଯିବାର ନାହିଁ। କୋଉ କରେଣ୍ଟର ଦମ ନାହିଁ ଆମକୁ ଅଟକାଇ ପାରିବା ପାଇଁ। ନାଇଁ, କୋଉ ଖରା ହେଉ, କୋଉ କରେଣ୍ଟ ଯାଉ, କିଏ ନ ଆସୁ, କିଏ କଣ ହଉ, nothing will stop us। କୌଣସି ବିଷୟ ଅଟକାଇ ପାରିବ ନାହିଁ। ହାଲେଲୁୟା। ଯୋଉ ଅଗ୍ନି ସ୍ତୁତି ପ୍ରଶଂସା କରୁ କରୁ ଜଳିଛି, ତାହାକୁ ଶୈତାନ ବହୁ ଚାହିଁବ ଦବି ଯାଉ ବୋଲି। ନା, ବର୍ତ୍ତମାନ ସେଠି ଆହୁରି ଡିଜେଲ, ପେଟ୍ରୋଲ, କିରୋସିନ ଢାଳିବାର ସମୟ ଅଟେ। ଆମେନ୍, ହାଲେଲୁୟା। ପ୍ରଥମ ବିଷୟ, କାହିଁକି ଆମ୍ଭେମାନେ ଈଶ୍ୱରଙ୍କ ସେବାକୁ ସର୍ବୋତ୍କୃଷ୍ଟ କାର୍ଯ୍ୟ ବୋଲି କହିବା, ତାହା ହେଉଛି ଏହି କାର୍ଯ୍ୟ, ଏହି ସରକାର ତାହା ଷ୍ଟେଟ ଲେଭେଲରେ ସୀମିତ ନୁହନ୍ତି କିମ୍ବା ସେଣ୍ଟ୍ରାଲ ଲେଭେଲରେ ସୀମିତ ନୁହନ୍ତି, ସେ ଏସବୁ ଠାରୁ ଉର୍ଦ୍ଧ୍ୱରେ ଅଟନ୍ତି। ନମ୍ବର 2, ତାଙ୍କରି ସରକାର କେବେ ମଧ୍ୟ ସମାପ୍ତି ହେବ ନାହିଁ। ପଢିବା ଗୀତ ସଂହିତା 90 ଅଧ୍ୟାୟ 2 ପଦ। ଟିକେ ଶୀଘ୍ର ବାହାର କରିବା ପାଇଁ ଚେଷ୍ଟା କରୁଥିବେ। Psalm 90 verse 2, 90 ଗୀତ 2। ପର୍ବତ ଗଣର ଉତ୍ପତ୍ତିର ଓ ତୁମ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ। ଅନାଦି କାଳରୁ ଅନନ୍ତ କାଳ ଯାଏ ମାଝି ସରକାର ରହିବେ କି? କୁହନ୍ତୁ। ଆଉ ଆମର ବୁଢା ଜେଜେ ବାପା ଥିଲେ, ନବୀନ ଆଜ୍ଞା ରହିବେ କି ସେ? ବିଜୁ ବାବୁ, ମୋଦି ବାବୁ, କୋ ବାବୁ ରହିବେ ନାହିଁ। ଅନାଦି କାଳରୁ ଅନନ୍ତ କାଳ ଯାଏ ସେଇ କାର୍ଯ୍ୟ, ସେଇ ସରକାର ହିଁ ରହିବେ, ଯାହାଙ୍କ ନାମ ଜିହୋବା ଅଟେ, ଯେ ସଦା
पाइबे प्रिविलेज टू आमे सेई महामहिम अद्भुत मंत्रींकर संतान आउ संतति उठो प्रेज द लॉर्ड हालेलुया सरपंच निर्वाचित हुअन्ति केते वर्ष पाई 5000 बारियाडरो केते वर्ष पाई मात्र 5 आउ किछि किछि चाकरी अछि मात्र 10 आउ टिके बढ़ी गेले 30 आउ टिके बढ़ी गेले आम बयस 60 हेबा जाए तापरे शेष आम बापांकर कार्य आम बापांकर सरकार अनादि कालरू former eternity रू later eternity जाए ताहार अस्तित्व बजाय रहिबो आउ कहीं मध्य ताहाको छिन्न भिन्न हरण कि अख्तियार करि पारिबे नाही प्रेज द लॉर्ड हालेलुया जो माने मनरे संकोच करूछन्ति जानि नियंतु ईश्वरक सेवा कार्य करिवार महत्व तार गुरुत्व तार इंपोर्टेंस केते अधिक अटे प्रेज द लॉर्ड 3 नंबर स्वर्गीय सरकार तांकर समस्त विषय टॉप लेवल रो अटे सबु विषय अन्य शब्द रे कौनसी नकली विषय आपण से सरकार रे पाइबे ना बाकी सरकार रे देखो कथा भी नकली नाम भी नकली कार्य भी नकली साहाय्य मध्य नकली देखे हेबे मध्य नकली तांकर दान मध्य नकली से माने निजे परम मिथ्या बोली एक पार्श्वर आमे एक सेंस रे कहि परिबा किंतु आम सरकार आम स्वर्गीय सरकार ठारे एतिकी टिके मध्य मिथ्या विषय आपण पाई परिबे नाही तांकर सब किछि सत्य अटे तांकर सब किछि रियल अटे जेहेतु से निजे सत्य पृथ्वी पृष्ठ रे को सरकार कहि परिबो मु स्वच्छतार अछि बोली कहि परिबो कहारो दम नाही केही कहि परिबे नाही किंतु आमे जो सरकारकर कर्मचारी उठू आमे दाबी सहित कहि पारिबो आम सरकार ही अटंती जे कि विश्व ब्रह्मांड रे एकमात्र सरकार जांको ठारे तीने मात्र मिथ्या नाही तांको प्रेम सत्य प्रेम अटे कि प्रेम सत्य युवा युवती मानकर प्रेम बेसी सत्य पुणी आपण माने टिके गैप रो छंदी एतिके गैप मेंटेन न करा जिबा दरकार मो कथा भलो लागिबो नाही न लागू जे बुझिबो ताकू सबुट हाय लागबो न बुझवा लोक को हिनस्ता लागबो काहे कि डाकिलु बोले भाबबे भाबु थाओ प्रेज द लॉर्ड हालेलुया प्रभु को लोक माने आम स्वर्गीय सरकार रो सब विषय सत्य अटे के कोई पारिबो कि हमर सब विषय सत्य अटे बोली से हमको दान करंती तांको दान रे से किछि आशा रखंती नाही आ दुनिया रो सरकार दान करे हमको गिळी देबा पई हमटार हरण करिबा पई जगी बसिताय छकी बसिताय हम सरकार नाही किछि चाहते नाही बरं सबु देई दियंती तांकर सबु विषय टॉप लेवल रोटे प्रभु जदि समय देबे मु नितांत तांको संबंधी सबु कथा कहिबी बोली भाबुची आज नहले मत आसंता काली निश्चय कहिबी प्रभुଙ୍କ लोक माने केते नंबर देखिले आमे 3 नंबर मु वर्णना करू नाही आगु को जाउची 4 नंबर केते लोक भाबुथिबे सरकार 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 बोले काहे की कहउछन्ते प्रभु जीशुंकर सरकारी कर्मचारी नाही कर्म क्षेत्र नाही बिल्कुल आपण ठीक बुझिछन्ती सरकार बोले कहबार कारण एहा कि समस्तंकर बोधगम्य हेउ समस्ते बुझंतु एथि बाय मु कहउची हालेलुया प्रेज द लॉर्ड एही ऑफिस ए कंपनी ए सरकार मानव जगत पाई जहा करी अछि करू अछि आउ करिबो
କେହି କରିପାରିଛନ୍ତି? ଆଜ୍ଞା ଟିକେ ଚିନ୍ତା କରନ୍ତୁ। କୋଉ ସରକାର ଆଜ୍ଞା ମାନବ ଜଗତ ପାଇଁ ପରିତ୍ରାଣର କାର୍ଯ୍ୟ କରିଛି? କରିପାରିବେ? କୋଉ ସରକାର ମାନବ ଜଗତକୁ ସୃଷ୍ଟି କରିଛି ଆପଣ ହାତରେ? କରିପାରିବେ? ତାଙ୍କର ଚିନ୍ତାରେ ମଧ୍ୟ ନାହିଁ, ତାଙ୍କର କଳ୍ପନାରେ ଜାତ ମଧ୍ୟ ହୋଇନାହିଁ କି ହୋଇପାରିବ ନାହିଁ। ସ୍ୱର୍ଗୀୟ ସରକାର ଆମ ପ୍ରଭୁ ଆମ ମାଲିକ ମାନବ ଜଗତ ନିମନ୍ତେ, ମାନବ ପ୍ରାଣୀ ନିମନ୍ତେ, ମନୁଷ୍ୟ ମାନଙ୍କ ନିମନ୍ତେ ଯାହା କରିଛନ୍ତି ଆଉ ଷ୍ଟିଲ୍ କରୁଛନ୍ତି ଏବଂ କରିବାକୁ ଯାଉଛନ୍ତି, ତାହା କେହି ମଧ୍ୟ କରିପାରିବେ ନାହିଁ। ଗୋଟିଏ ନିମିଷ ପାଇଁ ଚିନ୍ତା କରନ୍ତୁ, ଆପଣ ସେଇ ସରକାରଙ୍କର ଯଦି ଆପଣ କର୍ମଚାରୀ ହେଇଯାଇଥିବେ, ୱାଓ, ଟିକେ ଆମ୍ବାନୀକୁ କୁହ ପରା, ଟିକେ ମସ୍କକୁ କୁହ, ଟିକେ ବିଲ୍ ଗେଟ୍ସକୁ କୁହ, ମତେ ଟିକେ ମୁକ୍ତି ଦେଇଦିଅ, ମତେ ତମର ଅଫିସରେ ମତେ ଟିକେ ଜଏନ୍ କରିଦିଅ, ମୁଁ ଲୋକମାନଙ୍କର ମୁକ୍ତି କରିବି। ହେବ କି? ନାଇଁ। ପ୍ରଭୁଙ୍କ ଲୋକମାନେ ମନୁଷ୍ୟକୁ ଯଦି କେହି ପରିତ୍ରାଣର ସମ୍ପୂର୍ଣ୍ଣ କାର୍ଯ୍ୟ ଦେଇପାରିବେ, କେବଳ ଆମ ସ୍ୱର୍ଗୀୟ ସରକାର ଦେଇପାରିବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। କେତୋଟି ହେଲା? 1 ନମ୍ବର କଣ? କାହିଁକି ଏହା ଉତ୍ତମ କାର୍ଯ୍ୟ ଅଟେ? ଜୋରସେ। এই ସରକାର ସବୁ ସରକାର ଉପରେ ଉର୍ଦ୍ଧ୍ୱରେ, ଏଇଟା ମନେ ରଖିବେ। ୟାଙ୍କ ଉପରେ ଆଉ କିଛି ସରକାର ନାହିଁ। ପ୍ରେଜ୍ ଦ ଲର୍ଡ। ନମ୍ବର 2, କେବେ ଶେଷ ହୁଏ ନାହିଁ, ଅନାଦି କାଳରୁ ଅନନ୍ତ କାଳ। ଥ୍ୟାଙ୍କ ୟୁ। ନମ୍ବର 3, ଟିକେ ଜୋରସେ, ସବୁଠୁ ଉପରେ। ୟେସ୍, ତାଳି ଦେଖ ସେ ଭଉଣୀଙ୍କ ପାଇଁ, ଟିକେ ଭଲରେ ମାର। 4 ନମ୍ବର, ଆଉ ଟିକେ ଜୋରସେ। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ଯୀଶୁ ଯେଉଁ କାର୍ଯ୍ୟ ମାନବ ଜଗତ ପାଇଁ କରିଛନ୍ତି, ତାହା କେହି କରିପାରିବେ ନା। ଟିକେ ଚିନ୍ତା କରନ୍ତୁ, ତାଙ୍କର ଯଦି ମୁଁ କର୍ମଚାରୀ ହେଇଯିବି, ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ବୁଝା ପଡୁଛି? 5 ନମ୍ବର, କାହିଁକି ଏହା ସବୁଠୁ ଭଲ କାର୍ଯ୍ୟ ଅଟେ, ସବୁଠୁ ଉତ୍ତମ ସେବା କାର୍ଯ୍ୟ ଅଟେ, ଚାକିରି ଅଟେ ବୋଲି ବୁଝିପାରିବା। 5 ନମ୍ବର ହେଉଛି, ଏହି ସରକାର ୟାଙ୍କଠାରେ କୌଣସି ବିଷୟର ଅସମ୍ଭବ ନାହିଁ। କୌଣସି ବିଷୟ, ଯେକୌଣସି ସମସ୍ୟା ଗୋଟେ ମନୁଷ୍ୟ ପାଖରେ ଅଛି, ଯଦି ଏ ସମସ୍ୟା ଖାନି এই ସରକାରର ଦ୍ୱାରସ୍ଥ ହବ, ସମାଧାନ ଥୁଆ, ନିଶ୍ଚୟ ସମାଧାନ ପାଇବ। ଯେକୌଣସି ସମସ୍ୟା ଏକ ମନୁଷ୍ୟ ତା ଜୀବନରେ ଅନୁଭବ କରୁଛି, ସମସ୍ୟା ଦେଇ ଗତି କରୁଛି, ଯଦି ସେ এই ସରକାରଙ୍କ ଦ୍ୱାରସ୍ଥ ହବ, ତାଙ୍କ ନିକଟକୁ ଯିବ, ତାଙ୍କଠାରେ ଦୁଃଖ ଗୁହାରି ଜଣାଇବ, ତାଙ୍କୁ ସମାଧାନ ମାଗିବ, ସମାଧାନ ନିଶ୍ଚୟ ସେ ପାଇବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଟିକେ ସମସ୍ୟା ଗୁଡାକ ଦେଖିବା ଗୋଟି ଗୋଟି କରି। ମନେକର ଯୁବା ଅବସ୍ଥା ଚାଲିଛି, ପଞ୍ଜରା ହାଡଟେ ମିଳୁନାହିଁ, ଖୋଜି ଖୋଜି ଦାଢି ଭାଡି ପାଚି ଗଲାଣି, ସେ ଖୋଜୁଛି ଆଦମ ବୁଢାକୁ, ସେ ବୁଢା ମଧ୍ୟ ମନେକର ମିଳୁନାହିଁ। ଶୁଣନ୍ତୁ, ମାଝି ସରକାର ଯୋଗାଇ ଦେବେ କି? ନା ତାଙ୍କୁ ଯାଇ କହିହେବ? କେତେ କରୀବରୁ ଆମ ପ୍ରଭୁ ଆମକୁ ଜାଣନ୍ତି ଆଉ ଆମ ପାଇଁ ବ୍ୟବସ୍ଥା କରନ୍ତି। ମୁଁ ଭଲ ଭାବରେ ଜାଣେ
ବହୁତ ଭଲ ଭାବରେ ଜାଣେ। 25, 22, 23 ପାର ହେଲା ପରେ ଯୋଉମାନେ ଟିକେ ଆତ୍ମିକ ମନା ଅଟନ୍ତି ଭାଇ ଭଉଣୀ ମାନେ, ସେମାନଙ୍କ ଚିନ୍ତାରେ ଗୋଟିଏ ଚିନ୍ତା ଆସିଯାଏ, ମୋର ବିବାହର ସମୟ ଆଗାମୀ କିଛି ବର୍ଷ ପରେ ହେବାକୁ ଯାଉଛି, ପ୍ରଭୁ କିପରି ମତେ ଗୋଟିଏ ଭଲ ଆତ୍ମିକ ପୁଅ ମିଳିବ, ଆତ୍ମିକ ଝିଅ ମିଳିବ। ଏହା ଅନେକଙ୍କ ମନରେ ଥାଏ। ଶୁଣନ୍ତୁ ଶୁଣନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଦିନେ ଆଦମଙ୍କୁ ପ୍ରଭୁ କହିଲେ, ବାବୁ ଆଦମ, ତୋ ପାଖକୁ ମୋର ସୃଷ୍ଟି ହୋଇଥିବା ପ୍ରାଣୀ ମାନେ ଆସିବେ, ତାଙ୍କର ତୁ ନାମକରଣ କରିବୁ। ଇଏ କହିଲା, ଆଜ୍ଞା ମହାଶୟ, ନିଶ୍ଚୟ କରିବି ପ୍ରଭୁ। କିଏ କିଏ ଆସିଲେ? ବାଘ, ଆଉ ତାର ସାଇଡ 15 ହାଡ କିଏ? ବାଘୁଣୀ, ଆଉ ସିଂହ, ସିଂହୁଣୀ, ହାତୀ, ହାତୁଣୀ, ମୁଁ ଠିକ କହୁଛି ତ ଓଡିଆ? ଘୋଡା, ଘୋଡୁଣୀ, ଆଉ କୋ ଜଲଦି କୋ, ସାପ, ସାପୁଣୀ, ସମସ୍ତେ ଆସିଲେ। କେମିତି? ରାଜା ରାଣୀ ପରେ ସମସ୍ତେ ଆସିଲେ। ସମସ୍ତଙ୍କୁ ନାଁ ଦେଲା। ଆଦମର ବୁଦ୍ଧିର ସୀମାକୁ ଟିକେ ଚିନ୍ତା କରିବା ଦରକାର। କି ବୁଦ୍ଧିମାନ ଲୋକ ଆଜ୍ଞା। ଶହ ଶହ ହଜାର ହଜାର ପଶୁ ପକ୍ଷୀ ମାନଙ୍କ ନାମକରଣ କରିଛି। ତାପରେ ଭାବୁଛି, କଣ ଭାବିଛି? ବାଘ ମୋର ପରି ଦୁଷ ନାହିଁ, ହାତୀ ମୋର ପରି ଦୁଷ ନାହିଁ, ସିଂହ ମୋର ପରି ଦୁଷ ନାହିଁ, ମାଙ୍କଡ ମୋର ପରି ଦୁଷ ନାହିଁ, ବିଲୁଆ ମୋର ପରି ଦୁଷ ନାହିଁ। କି ଦୁଃଖ ପ୍ରଭୁ ଅଛି। ପ୍ରଭୁ କହିଲେ, ନାରେ ବାପା, ତୁ ଯାହା କରିଛୁ ବହୁତ ଭଲ କାମ କରିଛୁ, କାହାକୁ ଧରିକି ପଳେଇ ଆସିନୁ। ଯଦି ଧରିକି ପଳେଇ ଆସିଥାନ୍ତୁ, ବୁଝା ପଡୁଛି, ଟିକେ ଧୈର୍ଯ୍ୟ ଧରନ୍ତୁ, ଟିକେ ପ୍ରଭୁଙ୍କୁ ଏଲାଉ କରନ୍ତୁ। ପ୍ରଭୁ ତହିଁର ସୁବ୍ୟବସ୍ଥା କରିବା ଭଲ ଭାବରେ ଜାଣିଛନ୍ତି। କଣ କରିବା ଦରକାର, କେତେବେଳେ କରିବା ଦରକାର, କାହାଠାରୁ ଆଣିବା ଦରକାର, ସେ କେଉଁଠାରେ ଅଛି, ପରମେଶ୍ୱର ଭଲରେ ଜାଣନ୍ତି। ଯଦି ଆମ୍ଭେ ମାନେ ବ୍ୟସ୍ତ ହବା, ପହରଦିନ ମୁଁ କହୁଥିଲି, ୟୁଥ ଟାଇମରେ ୱିଜଡମ ର ଆବଶ୍ୟକ ବହୁତ ବହୁତ ବହୁତ। ଏଠି କୋଉମାନେ ଅଛନ୍ତି ଯୋଉମାନେ ବିବାହ ହୋଇଛନ୍ତି, ମ୍ୟାରେଜ କରିସାରିଛନ୍ତି? ହାତ ଟିକେ ଉଠାଇବେ କି? ଯୋଉମାନେ ମ୍ୟାରିଡ, ବଡ ମାନେ ନୁହନ୍ତି, ୟଙ୍ଗ ମାନେ, ଯୋଉମାନେ ୟୁଥ ରେ ଅଛନ୍ତି ଆଉ ବିବାହ କରିଛନ୍ତି, ଟିକେ ଭଲରେ ହାତ ଉଠାନ୍ତୁ। ଆଚ୍ଛା, ଧନ୍ୟବାଦ। ମାନେ ଅନେକ ବିବାହିତ ହୋଇନାହାନ୍ତି। ଆପଣ ମାନଙ୍କ ପାଇଁ ଖୁସି ଖବର ଶୁଣନ୍ତୁ। ଯୌବନ ଅବସ୍ଥାରେ wisdom ବହୁତ ବହୁତ ଦରକାର, ବହୁତ ଦରକାର। ସବୁ ବିଷୟ ପାଇଁ ଦରକାର wisdom, ସବୁ ବିଷୟ ପାଇଁ। ମୁଁ ସବୁ କହିପାରିବି ନାହିଁ। ଯୌବନ ଅବସ୍ଥା ହଉଛି ବିବାହ କରିବାର ଅବସ୍ଥା ଅଟେ। ଆପଣ 25, 26, 27, 28, 30, 32 କେବେ ମଧ୍ୟ ବିବାହ ଆପଣ କରିବେ। କିନ୍ତୁ ଏ ବିବାହ କରିବା ପୂର୍ବରୁ ଯଦି ଆପଣ ମାନେ ୱାଇଜଲି ଆଗକୁ ବଢିବେ ନାହିଁ, ଜୀବନ ସାରା ଅନୁତାପରେ ପଳେଇବ ସମୟ। ମୁଁ ହାତ ଯୋଡୁଛି ପ୍ରିୟ ଭାଇ ଭଉଣୀ ମାନେ, ୱିଜଡମ ପାଇଁ ଟିକେ ପାଗଳ ହୁଅନ୍ତୁ। କେଉଁ ୱିଜଡମ ପାଇଁ? ଆତ୍ମିକ ଜୀବନରେ କିପରି କୌଣସି ବ୍ୟାଘାତ ନ ପହଞ୍ଚିବ, ଏଥିପାଇଁ, ଏହି ଜ୍ଞାନ ପାଇଁ। ଆପଣ ଜଣକୁ ଦେଖିଲେ, ପସନ୍ଦ କଲେ, ଆଉ ଅଳ୍ପ ସମୟ ପରେ ମ୍ୟାରେଜ କରିନେଲେ, ପରେ ଜାଣିବାକୁ ପାଇଲେ ସେଇ ବ୍ୟକ୍ତି ଜଣକ ଠିକ ନୁହନ୍ତି, ସେଇ ଭାଇ ଜଣକ ଠିକ ନୁହନ୍ତି, ସେହି ଭଉଣୀ ଜଣକ ଠିକ ନୁହନ୍ତି। ମତେ କୁହନ୍ତୁ, ତାପରେ ଆପଣଙ୍କୁ ପରମିଶନ ଅଛି କି ତାକୁ ଘୃଣା କରିବା ପାଇଁ? ଅଛି କି? ତାକୁ ତାଡ଼ନା କରିବା ପାଇଁ, ତାକୁ ପିଟା ପିଟି କରିବା ପାଇଁ, ତା ସହିତ ଝଗଡା ହେବା ପାଇଁ, ତାକୁ ଚାପୁଡା ମାରିବା ପାଇଁ, ଝାଡୁରେ ପିଟିବା ପାଇଁ, ଘରରୁ ତଡ଼ିବା ପାଇଁ, କଥାବାର୍ତ୍ତା ନ ହେବା ପାଇଁ? Can you people do it? ଏ କରିପାରିବେ କି? ବୁଝନ୍ତୁ, ବୁଝନ୍ତୁ, wisdom କେତେ ଆବଶ୍ୟକ ବୁଝନ୍ତୁ। ଯାହା ଆଦମ କଲେ ନାଇଁ,
এইটা নাই, এইটা নাই, এইটা নাই, এইটা নাই, এইটা নাই, লেট গড ফিক্স ইট। ପ୍ରଭୁଙ୍କୁ କରିବାକୁ ଦିଅ। ପ୍ରଭୁ ଯଦି କରିବେ ଏଥର ହେଲା ବୋଲି ଆପଣ କହିପାରିବେ। ଯଦି ପ୍ରଭୁ କରିବେ ନାହିଁ ଏଥର ସବୁ ଗଲା ବୋଲି ପାଟିରୁ ବାହାରୁଥିବ ମରିବା ଯାଏ। ଡୋଣ୍ଟ ଟେକ୍ ଇଟ୍ ଲାଇଟଲି। ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ପ୍ରଭୁଙ୍କ ଲୋକମାନେ, ମୁଁ କହିଲି ମନୁଷ୍ୟ ଜୀବନର ପ୍ରତିଟି ସମସ୍ୟାର ସମାଧାନ ସ୍ୱର୍ଗୀୟ ସରକାରଙ୍କ ପାଖରେ ଅଛି। ମୁଁ ହାତ ଯୋଡୁଛି, ଆପଣ ମାନେ ବୁଝୁଛନ୍ତି କି ନାହିଁ? ଟିକେ ଡିଷ୍ଟାନ୍ସ ଥିବାରୁ ମୁଁ ଫେସ୍ ବୁଝିପାରୁନି ଆପଣ ମାନଙ୍କର, କିନ୍ତୁ ନିଶ୍ଚୟ ମୋ ରବ ଆପଣ ମାନେ ଶୁଣୁଛନ୍ତି। ମୋର ଅନୁରୋଧକୁ ରକ୍ଷା କରନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ। ଅନେକଙ୍କର ଗୋଟେ ଭ୍ରମ ରହିଛି। କଣ ଭ୍ରମ? ଫର୍ଷ୍ଟ ଲୁକ୍। ପୁଣି କି ଲୁକ୍ ଆଜ୍ଞା? କି ଲୁକ୍? ତୋର ଫାଷ୍ଟ ନା ଆଉ କିସ୍ଟା ନା? ପ୍ରଥମ ଦେଖାରେ ପ୍ରେମ। এই প্রথম দেখার প্রেম তাহা প্রেম নুহে, তা প্রেম নুহে। প্রেম কোন বুঝন্তু? ঝিও মানুষ টিকে প্রশ্ন। মনে করন্তু আপনাকে জনে বহুত প্রেম করুছি বলি কহুছি, বহুত ভাল পাউছি বলি কহুছি, আও বিবাহ পূর্বরু যাহা করিবা কথা জমা নুহে তাহা করিবা পাই সে চাহুছি। তাহা কোন প্রকৃত প্রেমিকর লক্ষণ? এটা প্রেম কি? কৌ বাইবেলে লেখা হইছি বিবাহ পূর্বরু তুমি কিস করিব বলি? কোড লেখা হইছি? হেলে কেমতি যেটা প্রেম হলা? तुमको से अशुचि कला ना नहीं? तुम्हें अपवित्र हेलो ना नहीं? एथिपाई विजडम दरकार। मु कहिबी जो पर्यंत मैरिज है नहीं तांकु देखिबा कथा छाडंतो, तांकु देखि पारिबे, कथा ही पारिबे जदि एंगेजमेंट हेछि। जदि नाही पुओ झियो को न देखु, झियो पुओ को न देखु। देखिबो तो फसिबो। सिंपल कथा, सिंपल कथा। मन कर आदब देखी दे था पारा को, वाह बढ़िया हे था कि तार स्त्री ए पारा बुझा पड़ुची। देखिबो फसिबो। एथिपाई सीक विजडम। बुद्धि ज्ञान को खोजंतु, व्यस्त हुअंतु नाही। जदि लागुची मोर बयस हेलाणी, मु अत्यंत दुखित सेमानक पाई जो मानकर बयस होईची, किंतु मु आपण मानको एनकरेज करी कहिबा पाई चाहूची, प्लीज 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 टिके थय धर, टिके धैर्य धर। प्रभु बोली जणे अछंती। जदि से आदमक पाई मार्ग खोलिले, आम पाई मते निश्चय मार्ग खोलिबे। हंत संत हुअंतु नाही, विचलित हुअंतु नाही। आम सरकारक पाखरे समाधान अछि। मो ए विषय जो हेब तो परे कहबी। नंबर 1, से विवाहर सुकन्या सुपुत्र हमको जोगाड़ी पारिबे, जोगाई दे पारिबे। नंबर 2, जदि के भाबुछंती मो भाईर मो भौणीर मोर देह केते बेले मध्य ठीक रहू नाही, प्रभु जीशुंको निकटकू गोटे असुस्थ व्यक्ति जाइछंती, आउ सुस्थ न होई केबे आसीछंती कि? हां, आम सरकार पाखरे सब समस्यार समाधान अच्छी। जदि आपण माने मन करूछंती आज्ञा मो पाठ पढुची, मो पाठ पढिबार बहुत असुविधा होउची, मते बुद्धि ज्ञानर दरकार, मते कोंतु बुद्धि एवं ज्ञान काहा ठारू आसे? हां, प्रेज द लॉर्ड। एथिपाई टिके सुस्थिर रहंतु, बेसी व्याकुलित हुअंतु नाही। जे दोष न धरी दियंती केती प्रेमिक प्रभु आज्ञा, से दोष देखते ना। जिते बड़े आम बुद्धि और ज्ञान निमंते प्रार्थना करि थाओ, से आम मान को दियंती। प्रभु लोक मैंने सर्व विषय पे बुद्धि ज्ञान दरकार, ताहा आपण माने आगो को पाइछे यूट्यूब चैनल रे। पुणी जदि के मन करूछि मोर चाकरी नाई, मोर व्यवसाय नाई, गोटे व्यक्ति को परमेश्वर कहिले तुम्हे तुम पितांक परी एही देश छाड़ी की जीव नाई।
ସେହି ବ୍ୟକ୍ତି ଜଣକ ପିତାଙ୍କ କଥା ଶୁଣିଲେ ଆଉ ଗଲେ ନାହିଁ। ଜାଣନ୍ତି ସେହି ଦେଶରେ ଦୁର୍ଭିକ୍ଷ ହେଲା। କିଏ ସେ ବ୍ୟକ୍ତି? ଆଜ୍ଞା କିଏ? ଏମିତି ପ୍ରଶ୍ନ ମାନେ ପଚାରୁନ ଆଜ୍ଞା ବୋଲି ଭାବୁଛ ନା କେମିତି? ହଉ ପଚାରିବି ନାହିଁ, ଥାଉ। ତାଙ୍କ ନାମ ଇସହାକ। ପରମେଶ୍ୱର କହିଲେ ତୁମ୍ଭ ପିତା ଯେପରି ପଳେଇଲେ ମୋର କଥାକୁ ଅମାନ୍ୟ କରି ତୁମ୍ଭେ ଏଇ ଦେଶ ଛାଡି ଯିବ ନାହିଁ। ଇସହାକ କହିଲେ ୟେସ୍ ସର୍, ଠିକ ଅଛି ଯିବି ନାହିଁ। ଦୁର୍ଭିକ୍ଷ ହେଲା, ବର୍ଷା ନାହିଁ, ପାଣି ନାହିଁ, ଜମି ପୁରା ଟାଙ୍ଗରା ହେଇଯାଇଛି, ଶୁଖି ଯାଇଛି। ଜାଣନ୍ତି ଇସହାକ ଟାଙ୍ଗରା ଭୂମିରେ ହଳ କରିବା ପାଇଁ ବାହାରିଲେ। ଶୁଣନ୍ତୁ, ଯେଉଁମାନେ ଚାକିରି ପାଇଁ, ବ୍ୟବସାୟ ପାଇଁ, ବୃତ୍ତି ପାଇଁ, ଜୀବିକା ପାଇଁ ବ୍ୟତିବ୍ୟସ୍ତ ହେଇଯାଉଛନ୍ତି, ଶୁଣନ୍ତୁ, ଟାଙ୍ଗରା ଭୂମିରେ, ଶୁଖିଲା ଭୂମିରେ ପାଣିର କିଛି ମାନେ କିଛି ଟିକେ ବି ଅଂଶ ନାହିଁ, ଏପରି ଭୂମିକୁ ସେ ଗଲେ, ହଳ କରିଲେ, ବିହନ ବୁଣିଲେ, ଆଉ କେତେ ଗୁଣ ପାଇଲେ? ଆଜ୍ଞା 100 ଗୁଣ। କିଏ ଦେଲେ? କୁହନ୍ତୁ, ଆମ ସରକାର ଦେଲେ। ଇସହାକଙ୍କର ପରମେଶ୍ୱର କଣ ଆଜି ନାହାନ୍ତି? ପଚାରନ୍ତୁ ନିଜକୁ, ଯେଉଁମାନେ କାମ କାର୍ଯ୍ୟ ପାଇଁ ବ୍ୟତିବ୍ୟସ୍ତ ହେଇଯାଉଛନ୍ତି। ଇସହାକଙ୍କୁ ଯୋଉ ପରମେଶ୍ୱର 100 ଗୁଣ ପ୍ରତିଫଳ ଦେଲେ, ସେଇ ପରମେଶ୍ୱର କଣ ଆଜି ନାହାନ୍ତି? ସେ କଣ ମୋ ପାଇଁ ମାର୍ଗ ଖୋଲି ପାରିବେ ନାହିଁ? ବୁଝା ପଡୁଛି? ହାଲେଲୁୟା। ପ୍ରଭୁଙ୍କ ଲୋକମାନେ, ଦାନିଏଲ ଛୋଟ ଗୋଟେ ବାଳକ ଥିଲା। ଦେଶରେ 3 ଜଣଙ୍କ ମଧ୍ୟରୁ ସେ ଚୟନ କରାଗଲେ ଚଲାଇବା ପାଇଁ। କଣ ଦାନିଏଲଙ୍କର ପରମେଶ୍ୱର ଆମ ପାଇଁ ବ୍ୟବସ୍ଥା କରିପାରିବେ ନାହିଁ? ନିଶ୍ଚୟ କରିବେ। ଯୋସେଫଙ୍କ କଥା ଚିନ୍ତା କରନ୍ତୁ। ଯୋସେଫଙ୍କୁ ପରମେଶ୍ୱର ଦର୍ଶନ ଦେଇଥିଲେ ସେ ଉଚ୍ଚକୁ ଦିନେ ଯିବେ, କିନ୍ତୁ ପରିସ୍ଥିତି କିପରି ଅଛି ତାଙ୍କର? ପୁରା ଓଲଟା, ପୁରା ବିପରୀତ। କିନ୍ତୁ ଯୋସେଫ ଧୈର୍ଯ୍ୟ ହରା ହେଲେ ନାହିଁ। ସେ ଲାଗିକି ରହିଲେ ଈଶ୍ୱରଙ୍କ ସହିତ। ଦିନ ଆସିଲା, ପରମେଶ୍ୱର ତାଙ୍କ କଥାକୁ ସଫଳ କଲେ। ଆମ ମାନଙ୍କ ପରମେଶ୍ୱର ମାଟି ନୁହନ୍ତି, କିମ୍ବା ସେ ମନୁଷ୍ୟ ନୁହନ୍ତି ଯେ କି କଥା ଦେଇ ଦିଅନ୍ତି ଆଉ କଥା ରଖନ୍ତି ନାହିଁ ନା। ସେ କହିଲେ ଆମେ ତୁମକୁ କେବେ ଛାଡ଼ିବା ନାହିଁ ବୋଲେ ସେ କେବେ ଛାଡ଼ିବେ ନାହିଁ। ସେ କହିଲେ ଆମେ ତୁମ ସଙ୍ଗରେ ସଙ୍ଗରେ ରହିବା ବୋଲେ ସେ ନିଶ୍ଚୟ ରହିବେ। ହାଲେଲୁୟା। ଯଦି ଆପଣଙ୍କୁ ଲାଗୁଛି ମୋର କଣ ହେବ ଭବିଷ୍ୟତ, ମୋ ଭବିଷ୍ୟତରେ କିଛି ଆଶା ଦେଖାଯାଉ ନାହିଁ, ମୁଁ କହିବା ପାଇଁ ଚାହେଁ, ମନର ହୃଦୟର ସବୁ କଥା ଆମ ସ୍ୱର୍ଗୀୟ ସରକାରଙ୍କ ଚରଣରେ ଟିକେ ଥଇ ଦିଅନ୍ତୁ। ଦେଖିବେ ତାଙ୍କ ସମୟରେ ସବୁ ଦ୍ୱାର ସେ ଖୋଲିବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଯଦି ଆପଣ ମାନଙ୍କୁ ଲାଗୁଛି କଣ କରିବି କିଛି ବୁଝିପାରୁନାହିଁ, ସଂକଟ ସମୟରେ ମତେ ଟିକେ ଡାକେ, କିଏ କହିବ ଆଜ୍ଞା ଏଇଟା? କିଏ କହିପାରିବେ? ଆମ ପ୍ରଭୁଙ୍କ ଛଡା କେହି କହିପାରିବେ ନାହିଁ। ଯଦି ଆପଣଙ୍କୁ ଲାଗୁଛି ଆଉ କୌଣସି ୱେ ନାହିଁ, ଯୀଶୁ କହିଲେ ଆମ୍ଭେ ପଥ ଅଟ। ଯଦି ଆପଣ କାନ୍ଦି 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 ସମୟ କ୍ଷେପଣ କରୁଛନ୍ତି, ଆମ୍ଭମାନଙ୍କ ପରମେଶ୍ୱର ତାଙ୍କ ଲୋକମାନଙ୍କର ଅଶ୍ରୁକୁ ପାତ୍ରରେ ସଞ୍ଚୟ କରିବା ଈଶ୍ୱର ଅଟନ୍ତି। ପ୍ରେଜ୍ ଦ ଲର୍ଡ। ଯଦି ଆପଣ ଘୋର ଅଭାବ ବଡ଼ ଦରିଦ୍ରାବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି, ଦାଉଦ କହିଲେ ସଦାପ୍ରଭୁ ମୋହର ପ୍ରତିପାଳକ। ହାଲେଲୁୟା। ଯଦି ଆପଣ ମନେ ଲାଗୁଛି କେମିତି ହେବ, କୁଆଡେ ଯିବି, କାହା ପାଖକୁ ଯିବି, କିଏ ମୋର ଆବଶ୍ୟକ ଯୋଗାଇବ? ଅବ୍ରାହମଙ୍କ ପରମେଶ୍ୱର ଜିହୋଭା ସିରି ଆଜି ମଧ୍ୟ ସେ ଜୀବିତ। ଯଦି କୌଣସି ରୋଗ ବ୍ୟାଧି ଦେଇ ଆପଣ ଗତି କରୁଛନ୍ତି, ଜିହୋଭା ରାଫା ଦ ହିଲର ସେ ଆଜି ମଧ୍ୟ ଜୀବିତ ଅଟନ୍ତି। ସେ ନିଶ୍ଚୟ ସୁସ୍ଥତା ଆମକୁ ପ୍ରଦାନ କରିବେ। ଯଦି ଆପଣ କହୁଛନ୍ତି ଷ୍ଟିଫେନ ଭାଇ ଜୀବନରେ ଶାନ୍ତି ନାହିଁ, ମୁଁ ବହୁତ ଦୁଃଖରେ ଜୀବନ କାଟୁଛି, କୁଆଡୁ ମତେ କିଏ ଶାନ୍ତି ଦେବ? ମୁଁ କହିବା ପାଇଁ ଚାହେଁ ଜିହୋଭା ଶାଲୋମ
আজি आंभ मानक पई चिंता करूछंती से शांतिर कर्ता अटंती से आमको शांति देवे आम सरकारଙ୍କ कर्म कार्य परिसर रे तांकर ऑफिस रे शह शह पुस्तकर आवश्यकता नाही मात्र गोटे पुस्तक प्रेज द लॉर्ड कौन से पुस्तक आज्ञा कई तो उच्च स्वर कहतु आज्ञा जोर से जीवन पुस्तक की पुस्तक हे प्रभु आ टिके टावर जळंतु आम सरकार के पुस्तक द्वारा सब परिचालना करते बाइबल ताली टिके हो प्रभु को पाए प्रभु लोक मैंने आम सरकार पाखे लैपटॉप आवश्यक ना मोबाइल आवश्यक ना कंप्यूटर आवश्यक ना इंजीनियर आवश्यक ना डाक्टर आवश्यक ना साइंटिस्ट आवश्यक ना गोटे वाक्य गोटे बही यथेष्ट समग्र विश्व को परिचालना करने हालेलुया प्रेज द लॉर्ड प्रभु लोक मैंने आम मान परमेश्वर तांको वाक्य को एते भल पाइले एते प्रेम कले जे निजको मध्य वाक्य ठारू श्रेष्ठ बोले मने करने को चाहिए ना कौटी लेखा अच्छे 138 2 मु तुम पवित्र मंदिर अभिमुख रे हाँ। तुमरा भजना करिबी हाँ पुणी तुमरा स्नेहपूर्ण करुणा और तुमरा सत्यता सकाशे हाँ। तुम नामर धन्यवाद करिबी कारण तुम्हें आपणार सकल नाम तुम्हें आपणार सकल नाम अपेक्षा आपणार वाक्य महत करियछ हालेलुया प्रभु लोक माने ईश्वर सब नाम ठारू कौन सर्वोत्कृष्ट अटे ईश्वर वाक्य प्रेज द लॉर्ड ईश्वर वाक्यर शक्ति तांको सहित आपण कौन सी शक्ति को समान करि परिबे नाही एहा गोटे कुलांगार पापी को साधुरे परिणत करि पारिबो से शक्ति ईश्वर वाक्य अछि एहा को अधार्मिक को धार्मिक रे परिणत करि पारिबो एहा को निर्बोध को बोध दे पारिबो एक रोगी को सुस्थता दे पारिबो एई शक्ति साहित्य बही रे अछि अछि कि गणित बही रे इतिहास रे ना भूगोल रे नाही को सरकार कहि परिबो आज्ञा आमे एमिति गोटे बही निर्माण करिछु प्रस्तुत करिछु एई बही पढिले आपनकर सब परिवर्तन होई जबो कहि परिबे नाही आम सरकार कहि परिबे जेतु से निज नाम ठारो मध्ये आको बहुत प्रायोरिटी देइछंती महत करिछंती प्रभुक लोक माने आम मालिकंक परी विश्व रे केई मथ नाहंती तांको गुण समझ टिके जदि आम आलोकपात करवा तांको महानता आम परमेश्वर को महानता आश्चर्यजनक अटे केबे टिके ईश्वर को संबंध रे चिंता करिवे हमर जहा टॉपिक अछि इवनिंग टॉपिक हमें सेतरे हल्का फुल्का देखिबा पई चेष्टा करवा तांको दया ओ परिमेय अटे तांको करुणा अनंत काल स्थायी अटे तांको प्रेम बोधर अगम्य अटे किपरि प्रेम अटे ईश्वर का प्रेम बोधर माने कौन सरल भाषा कौन बुझा पड़िबो नाही सालेम सर टिके आसीबे तो ईश्वर का प्रेम केमिति जोर से ईश्वर का प्रेम बोधर अगम्य माने सरल भाषा रे बुझा पड़िबो नाही सालेम सर अछंती आ मु अछि सालेम सर को मु कहूची मु आपण को प्रेम बहुत करुची बोले किंतु एहा केवल मुखरे कहूची मोर कार्य रे ताहा देखा जाउ नाही मु तांको प्रेम करुची बोली कहूची किंतु जहा से पसंद करंती नाही प्रतिदिन जानी जानी मु तांको प्रति से काम करुची अच्छा आज केते तारीख 14 ठीक है
ମାଇକ୍ ଧରିଥାନ୍ତୁ ମାଗନ୍ତୁ ଟିକେ ମାଇକ୍ ଗୋଟେ ଟିକେ ସାରଙ୍କ ପାଇଁ ତାଳି ଟିକେ ହେଉ। ହାଲେଲୁୟା। 14 ତାରିଖରେ ମନେକର ମୁଁ ସାରଙ୍କୁ କିଛି ଗୋଟେ କହିଦେଲି, ଯାହା କହିବା କଥା ନଥିଲା, ପାଥିଲା ପରି କଥା କହିଦେଲି। ଆପଣ ଟିକେ ଭାବିବେ ନା ନାଇଁ, ଆରେ ଷ୍ଟିଫେନ ଭାଇ କଣ ମତେ ଏମିତି ବ୍ୟବହାର କଲେ? ଭାବିବେ ନା ନାଇଁ? ଭାବିବି। ନିଶ୍ଚୟ ଭାବିବେ। ଆଚ୍ଛା, ମୁଁ ଆସିବି ସନ୍ଧ୍ୟା ବେଳାରେ ଆପଣଙ୍କୁ କ୍ଷମା ମାଗିବି, ଦେବେ ନା ନାଇଁ? ଦେବି। ଦେବେ? ଥ୍ୟାଙ୍କ ୟୁ। ଆଚ୍ଛା, କୋଉ ତାରିଖରେ କଲି ମୁଁ ଏଇଟା? 14। ଧ୍ୟାନ ଦେବେ। 15 ତାରିଖରେ ମଧ୍ୟ କଣ କି ଗୋଟେ କହିଦେଲି ଯାହା ମୁଁ ତାଙ୍କୁ କହିବା କଥା ନଥିଲା। ବୁଝୁଛନ୍ତି? 14ରେ ମଧ୍ୟ କଲି ଆଉ 15ରେ ମଧ୍ୟ କଲି। ଏବେ ମୁଁ ତାଙ୍କୁ ମୁହଁ ଦେଖେଇଲା ପରି ରହିବି ତ? ଆଜ୍ଞା, ଆପଣଙ୍କ ମାଇଣ୍ଡକୁ ଏବେ ଟିକେ ଗଡବଡ ଆସିବ କି ନାଇଁ? ଆସିବ। ଟିକେ ଜୋରସେ ଆସିବ। ନିଶ୍ଚୟ ଆସିବ। କାଲି ଛାଡ ଯାହା ହେଲା ନହେଲା, ହଠାତ୍ ସେ କହିଦେଲେ, ଆଜି ପୁଣି ସେମ୍ ବିଷୟ ଦୋହରାଇଛନ୍ତି, ପୁଣି ପଳେଇ ଆସିଛନ୍ତି କ୍ଷମା ମାଗିବା ପାଇଁ। ଭାବିବେ ନା ନାଇଁ? ଭାବିବି। ମନେକର 16 ତାରିଖରେ ମଧ୍ୟ ମୁଁ ତାଙ୍କୁ କରିଦେଇଛି କଣ ଗୋଟେ ଆଉ ଯାହା ତାଙ୍କୁ ପସନ୍ଦ ନାହିଁ। ମତେ କୁହନ୍ତୁ ସାଲେମ ସର, ମୁଁ ମୁହଁ ଦେଖେଇ ପାରିବି ନାହିଁ। ବୁଝିପାରିଲେ? ମୁହଁ ଦେଖେଇ ହେବ? ମତେ କୁହନ୍ତୁ, ପ୍ରତିଦିନ ଆମ୍ଭେମାନେ ଜାଣି ଜାଣି ପରମେଶ୍ୱରଙ୍କୁ ଯୀଶୁଙ୍କୁ ଦୁଃଖ ଦେଉଛୁ ନା ନାଇଁ? ଉତ୍ତର ଟିକେ ଜୋରସେ। ଦେଉଛୁ। ରାଗିବା ପାପ ଜାଣିଛୁ ନା ନାଇଁ? ରାଗୁଛୁ ନା ନାଇଁ? ମିଛ କହିବା ପାପ ଜାଣିଛୁ ନା ନାଇଁ? ମିଛ କହୁଛୁ ନା ନାଇଁ? ଲାଇନ ମାରିବା ଭଲ ନାଇଁ ଜାଣିଛୁ ନା ନାଇଁ? ଡାଣ ଯାକ ବୁଲୁ ଥାଉଛୁ ନା ନାଇଁ? ଢେପା ଢେପା ଆଖି କରି ଈଶ୍ୱରଙ୍କ ପ୍ରେମ ବୋଧର ଗମ୍ୟଟେ। ଯାଆନ୍ତୁ, ଧନ୍ୟବାଦ। ଜାଣି ଜାଣି ପାପ କଲା ପରେ ମଧ୍ୟ କ୍ଷମା ମାଗିଲେ always ready to forgive us। ସବୁବେଳେ ଆମକୁ ଗ୍ରହଣ କରିବା ପାଇଁ ଅଛନ୍ତି। ମୁଁ କିଛି ଭଲ ପୁଅ ଝିଅ ମାନଙ୍କୁ ଜାଣିଛି, ପର୍ସନାଲି ଜାଣିଛି। ଶୁଣନ୍ତୁ, ଆପଣ ମାନଙ୍କ ମଧ୍ୟରୁ ମଧ୍ୟ ସେମିତି ଥିବେ। ଶୁଣନ୍ତୁ, ଭଲ ବାହାରେ ବାପରେ ବାପରେ ଆପଣ ଜମା ବାରି ପାରିବେ ନାହିଁ ସେ ଖରାପ ହେଇଥିବ ବୋଲି। ପର୍ସନାଲି ମିଶନ୍ତି ଆଉ କୁହନ୍ତି, ଆଜ୍ଞା କଣ କରିବି, ମୋର ମାଇଣ୍ଡ କାମ କରୁନାହିଁ, ପର୍ନୋଗ୍ରାଫି ମୁଁ ଛାଡି ପାରୁନାହିଁ। ଭଲ ଗୀତ ବୋଲନ୍ତି, ଭଲ ବାଜା ମାରନ୍ତି, ଦରକାର ପଡ଼ିଲେ ଅନ୍ୟକୁ ଶିକ୍ଷା ବି ଦିଅନ୍ତି, ମଣ୍ଡଳୀର ଆଗ ଧାଡିରେ ରୁହନ୍ତି। At the same time ପର୍ନୋଗ୍ରାଫିରେ ମଧ୍ୟ ଆଗ ଧାଡିରେ ଥାନ୍ତି। ବୁଝା ପଡୁଛି? ଯଦି ଆପଣଙ୍କୁ ଲାଗୁଛି ମୋର ଜୀବନ ସେପରି ଅଛି, ମତେ ପ୍ରଭୁ କେବେ କ୍ଷମା ଦେବେ ନାହିଁ, ମୁଁ କହିବା ପାଇଁ ଚାହେଁ, ହୃଦୟର ଯୋଉ ବେଦନା ଅଛି ପାପର ସଂଘର୍ଷ ପାଇଁ, ଟିକେ ହୃଦୟରୁ ତାଙ୍କୁ କୁହନ୍ତୁ, ପ୍ରଭୁ ପ୍ଲିଜ, ପ୍ରଭୁ ମତେ ଟିକେ ଶକ୍ତି ଦିଅ ପ୍ରଭୁ। ତାଙ୍କ ଶକ୍ତି ଯଦି ପାଇବେ ନାହିଁ, ଆପଣ କେତେ ବ୍ୟାକୁଳ ହେଲେ ମଧ୍ୟ ସେଥିରୁ ବିଜୟ ପାଇପାରିବେ ନାହିଁ। ଏଥିପାଇଁ ତାଙ୍କୁ ସ୍ପେଶାଲ ଶକ୍ତି ଆଣ୍ଠୁ ଭାଙ୍ଗି ଉପବାସ ରହି ଆପଣଙ୍କୁ ପାଇବାକୁ ପଡିବ। ଅନେକ ମୁଁ ଭଲ ଭାବରେ ଜାଣିଛି, ସଣ୍ଡେ ମିଟିଂ ଛାଡ଼ିବେ ନାହିଁ, ସଭା ଛାଡ଼ିବେ ନାହିଁ, ମିଟିଂ ଛାଡ଼ିବେ ନାହିଁ, ଆଉ ବଡ ଇଣ୍ଟରେଷ୍ଟିଂ କଥା, ବାଇବଲ ମଧ୍ୟ ପଢୁଥିବେ ଡେଇଲି, ପ୍ରାର୍ଥନା ମଧ୍ୟ ଡେଇଲି କରୁଥିବେ, ରାତିରେ ପାପ ମଧ୍ୟ କରୁଥିବେ। ମୁଁ ଆପଣମାନଙ୍କୁ ସ୍ପଷ୍ଟ କରୁଛି, ଆପଣ ଯେତେ ହରକତ କରୁଛନ୍ତି, ଲୁଚି ଲୁଚି କରୁଛନ୍ତି, ୱାଶରୁମରେ କରୁଛନ୍ତି, ପ୍ରଭୁ ସବୁ ଜାଣିଛନ୍ତି, ଦେଖୁଛନ୍ତି। ତଥାପି ଶୁଣନ୍ତୁ ଧ୍ୟାନରେ ମୋ ଭାଇ ଭଉଣୀ ମାନେ, ତଥାପି ଆପଣ ଯେପରି ବିନଷ୍ଟ ନ ହେବେ ଏଥିପାଇଁ ଆଜି ସୁଯୋଗ ଦେଇଛନ୍ତି। ମୁଁ କହିଲି ତାହାଙ୍କ ପ୍ରେମ ବୋଧର ଅଗମ୍ୟ ଅଟେ। ଜାଣି ଜାଣି ପୁଣି ମୁଁ ଆପଣଙ୍କୁ ଦୁଃଖ ଦେବି? ଆପଣ ମତେ ଦେଖିବା ପାଇଁ ଚାହିଁବେ କି? କେବେ କଥା ହବାଟା ତେଣେକେ ଥାଉ, ମତେ ଅନେଇବା ପାଇଁ ଚାହିଁବେ? ମୋଠି କଥା ହବା ପାଇଁ ଚାହିଁବେ?
ମୋର ରବ ଶୁଣିବାକୁ ଚାହିଁବେ? ଆମ ପରମେଶ୍ୱର ଭିନ୍ନ ଅଟନ୍ତି, ଆଶ୍ଚର୍ଯ୍ୟ ଅଟନ୍ତି। ତାହାଙ୍କ ପ୍ରେମ ବୋଧର ଅଗମ୍ୟ ଅଟେ। ତାହାଙ୍କ ଅନୁଗ୍ରହ ସର୍ବଦା ଆମ ପ୍ରତି ରହିଛି, ସର୍ବଦା ଆମ ପ୍ରତି ରହିଛି। ତାଙ୍କ ରାଜ୍ୟ କେବେ ଶେଷ ହୁଏ ନାହିଁ। ସେହି ଆରମ୍ଭ ଅଟନ୍ତି, ସେହି ଶେଷ ଅଟନ୍ତି, କେବଳ ସେହି ଅଦ୍ୱିତୀୟ ଅଟନ୍ତି। ତାଙ୍କ ସମ ଆଉ କେହି ନାହାନ୍ତି। ସ୍ୱର୍ଗ ତାଙ୍କର, ପୃଥିବୀ କାହାର? ପୃଥିବୀ ତାଙ୍କର ଅଟେ। ଅସଂଖ୍ୟ ନକ୍ଷତ୍ର ଗଣ କାହାର ଅଟେ ଆଜ୍ଞା? କାହାର ଅଟେ? ଟିକେ ସେ ତାରା ବିଷୟରେ ଦେଖିବା ତ। 147 ଗୀତ ସଂହିତା ବାହାର କଲେ 147 ପଢନ୍ତୁ 3 ପଦ। ସେ ଭଗ୍ନାନ୍ତକରଣ ମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ ଚାରି। କ୍ଷତ ସବୁ 4 ସେ ତାରାଗଣର ସଂଖ୍ୟା କରନ୍ତି। ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। ତାରା ଗଣର କୁ କିଏ ଗଣି ପାରନ୍ତି? ଆଇନଷ୍ଟାଇନ ତାର ବପାର ଦିନରେ ଗଣିଥିବ ତାରାକୁ। That is the mighty power of our loving God. ସେ କିଛି ବି କରିପାରିବେ ଆଜ୍ଞା। ସାଲେମ ସର worship time ରେ କହୁଥିଲେ ସେ ଆମ ଇମାଜିନେସନ ବାହାରେ, ଆମ କଳ୍ପନା ଜଳ୍ପନାରେ ସେ ବାହାରେ ଅଟନ୍ତି। ଆଉ ଥରେ ଜୋର ସେ ପଢିବେ ଟି ଭଉଣୀ ଉଚ୍ଚ ସ୍ୱରରେ। ସେ ତାରାଗଣର ସଂଖ୍ୟା କରନ୍ତି। ତାରା ଗଣକୁ ସେ ନମ୍ବରିଂ କରନ୍ତି, ଅର୍ଥାତ କେମିତି ଗଣିଥିବେ? ଏଟା 1 ନମ୍ବର ଫ୍ୟାନ, ଏଟା 2 ନମ୍ବର, ସେଟା 3, ସେଟା 4, ସେଟା 5, ସେଟା 6, ସେଟା 7, 8, 9, 10, 10, 20, 100, 200, 1000, 2 କୋଟି, 3 କୋଟି, 1000 କୋଟି, 10 ଲକ୍ଷ, 1000 କୋଟି। Can you imagine it? କି ପ୍ରଭୁ ଆଜ୍ଞା, ତାରାକୁ ତମେ ଗଣି ପାରୁଛ? ସେମ୍ କଥା ପରମେଶ୍ୱର ଅବ୍ରାହମକୁ କହିଲେ। ମୁଁ ତାହା କହିବି ସନ୍ଧ୍ୟାରେ ଯଦି ପ୍ରଭୁ ସୁଯୋଗ ଦେବେ। ଆଉ ଟାଇମ ନାହିଁ, ସରିଗଲାଣି। ତା ତଳ ଲାଇନଟା କଣ ଲେଖା ଅଛି? ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। ଓ ମାଇ ଗଡ, ଆଉ ଟିକେ ଜୋରସେ। ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। କାହାର ନାଁ ଦଉଛନ୍ତି? କି କଥା! ତାରା ଗଣକୁ ତମେ ନାଁ ଦଉଛ? এটা ব্লেসন আজ্ঞা, সেটা গ্রেস আজ্ঞা, সেটা আশীর্বাদ আজ্ঞা, এটা ইসরায়েল আজ্ঞা, সেটা নামান আজ্ঞা, সেটা জিহুদা আজ্ঞা, এটা অব্রাম আজ্ঞা। ଲୋକକୁ ନାଁ ଦେଲେ ଟିକେ ବୁଝା ପଡୁଛି, ଚାଲ ଏମାନଙ୍କୁ ନାଁ ଟିକେ ଦେଇ ହୁଏ। କାହାକୁ ନାଁ ଦଉଛନ୍ତି? ତାରା ଗଣକୁ। ଆମର ସରକାର କେମିତି ସରକାର ଆଜ୍ଞା? ବୁଝି ହେବ ନାହିଁ ତାଙ୍କୁ। ସେ ଆମ ମାଇଣ୍ଡ ଭିତରେ ପଶି ପାରିବେ ନାହିଁ। ତାଙ୍କ ବୁଦ୍ଧି ଅନନୁସନ୍ଧେୟ ଅଟେ, ଅନସର୍ଚେବଲ। ଆପଣ ଖୋଜି ପାରିବେ ନାହିଁ, ପାଇ ପାରିବେ ନାହିଁ। ଏପରି ଅଦ୍ଭୁତ ପରମେଶ୍ୱର ଅଟନ୍ତି। ସକଳ ମହା ଜଳ ରାଶି କାହାର ଅଟେ? ସମୁଦ୍ର ସରକାରର କି? କାହାର? କୋଉଠିକି? ଆମ ବାପାଟା ବୋଲି। ଏସବୁ ସମୁଦ୍ର କାହାର? ଏସବୁ ନଦୀ କାହାର? ଏସବୁ ବଣ କାହାର? ଆଚ୍ଛା ଆଚ୍ଛା, ତମେ ଆମ ବାପାର ତିଆରି କରିଥିବା ଗଛର ପତ୍ର ନେବ, ଚପା ନେବ, ଡାଳ ନେବ, ସେଠି ଡକୁ ଆକାର ଡା, ବୁକୁ ଆକାର ବୁ। What is this? ଡାବୁ ବନେଇବ। ଆଉ ଆମର ବାପାକୁ ଚିହ୍ନିବ ନାହିଁ ତମେ। ଗଛ କାରଟା? କୁହ ମତେ, ଏ ଗଛ କାରଟା? ହଉ ବାବୁ, ଡାବୁ ନେଇ ବନେଇ ଦଉଛ। କାର ଗଛ? ଆମର ବାପାର ଗଛ। ଆମର ବାପାର ଗଛର ପତ୍ର ନେବ, ଆମର ବାପାର ଗଛର ଛାଲ ନେବ, ଆଉ ପଇସା ବନେଇବ, ଆଉ ଶୁଖିଲା ଫୁଟାଣି ମାରିବ କି? ବୁଝା ପଡୁଛି? ଏ ଜଗତ ଯାକର ସୁନା କାରଟା? କୁହ, କାରଟା? ବୁଝା ପଡୁଛି? ଏ ଜଗତ ଯାକର ହୀରା କାର, ରୂପା କାର, ମୋତି କାର, ମାଣିକ୍ୟ କାର, ବୈଦୁର୍ଯ୍ୟମଣି କାର, କାର ମୁକ୍ତା କାର? ଏ ଜଗତ ଯାକର ସମ୍ପତ୍ତି କାର? ଏ ଜଗତର ମାଲିକ କିଏ? ହାଲେଲୁୟା। ଏକ ବ୍ୟକ୍ତି ଯଦି ବୁଝିଯିବ ଈଶ୍ୱରଙ୍କ ସେବା କାର୍ଯ୍ୟ ଠାରୁ ମହାନ ସେବା କାର୍ଯ୍ୟ, ମହାନ କାର୍ଯ୍ୟ କିଛି ନାହିଁ, ତାହାଠୁ ଧନ୍ୟ ବ୍ୟକ୍ତି କେହି ନାହାନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆପଣ ଯାହା ବି ଦେଖୁଛନ୍ତି ସେଟା କାହାର?
सूर्य कार आगे हाँ मो बापा जो कहबे ए सूर्य तुनी पड़े था गोटे मासे पाइट शेष मासे जदि सूर्य गुड मॉर्निंग सार बोली कहबे ना आमको बोले रही हबो कि ए चंद्रमा दीदी जदि राति उठबे ना बोली कहले केमती हेबो प्रभु के टिके बुझंतु वायु काटा आज्ञा अमल जान आमर बापाटा प्रेज द लॉर्ड प्रभु को लोक माने अंडरस्टैंड टिके बुझंतु ईश्वरଙ୍କ सेवा कार्य सबुठारु सर्वोत्कृष्ट अटे एथिबाई तांको पाखरे तांको शक्ति सहित आउ कार तुलना का नाय यू कैन नॉट कंपेयर आपण तुलना करि पारिबे नाय प्रेज द लॉर्ड हालेलुया हालेलुया जहा सब सृष्टि होईची धरा पृष्ठ रे अछि के करिसंती आटे जोर से ना ना मु कहला परे कोंतु के करिसंती हां प्रेज द लॉर्ड हालेलुया मालिक शब्दर जदि केही योग्य अटंती से किए हां हमर बापा बोले कोटी हक रे को किए आमर से एकमात्र बादशाह अटंती तांको बुद्धि अनुसंधेय अटे से ज्ञानर सागर अटंती से कहारी साहाज्य मगामुगी लेदु कागो मागंती नाई साहाज्य से आम सरकार आज्ञा पैसा टिके दियो आज्ञा आज्ञा आलू टिके पठेई दियो आज्ञा आज्ञा टमाटर रेट कमे दियो आज्ञा आज्ञा अदा टिके पठेई दियो आज्ञा आमर सरकार से अदा को मध्य तैयारी करिवे से टमाटर मध्य तांकोटा से गछ तांकोटा से जमी तांकोटा से पवन तांकोटा से सूर्य न बाले से टमाटर हेबो ना सूर्य कारटा हमर बापारटा हालेलुया प्रेज द लॉर्ड से कहारी हेल्प मागंती नाही एपरे गोटिए भी विषय नाही जा संबंध रे से अज्ञ अटंती आपन को लागुची प्रभु केबे कहिबे एटा मते बुझा पड़िला नाही केबे कहिबे असंभव अटे प्रभु लोक माने तुमे एमिति काहे की करिलो बोली आम परमेश्वर को कार निश भारीची कहबा पई हां हालेलुया से तारा गुण को नाम दियंती समुद्रर सीमा निरूपण करंती बड़ इंटरेस्टिंग कथा कोन कहली समुद्रर अच्छा समुद्रर गोटे सीमा अछि प्रभु समुद्र सृष्टि कला बोली कहिथिबे ए बाबू समुद्र आज्ञा सर बोलथिबो समुद्र नै के बड़ मजा रिलेशन प्रभुंकर आपण माने जानंती परमेश्वर कहा सहित मद कथा होंती डू यू रियली बिलीव इट देखो ऊपर मन को हो को नाही हां सतरे विश्वास करंती आम प्रभु कहा सहित मद कथा होंती सतरे विश्वास करंती ठीक देखिबा बाइबल रो ना पळेबा सारी के थैंक यू आपण मन को धन्यवाद सत कौच बोले भावुची हाँ मार्क 4 ठीक जीवा 4 पढ़ 37 जल्दी पढ़ ସେଥିରେ ଆଉ ପ୍ରବଳ ତୋଫାନ ହେଲା ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ସେତେବେଳେ ସେ ନୌକାର ପଛ ବଙ୍ଗଳେ ମୁକୁଳାରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ ଓକେ ଆଉ ସେମାନେ ତାହାକୁ ଉଠାଇ କହିଲେ ହେ ଗୁରୁ ଆମେ ମଲୁ ଆପଣଙ୍କର କଣ ଚିନ୍ତା ନାହିଁ एथिरे जिसु उठी पवन को धमक दे एक मिनट काकू धमक देले पवन को हालेलुया हेले पवन सहित हमर बापा कथा हेले कि नाही तुमको लाज होती पवन पुत्र बोलु तो बुद्धि मत मान अरे हमर बापा पवन सहित कथा होंती भाई एडे फोटा कपाल के आगे माने तांको मापुरु बोलु छंती प्रेज द लॉर्ड हालेलुया पवन को कौन देले भौणी जोर से एथिरे जिसु उठी पवन को धमक देई समुद्र पवन को धमक देले माने किंती देथिबे ए पवन को की मा लो बापा सॉरी प्रभु ज्वार प्रभु बुरी प्रभु आउ केबे इन द टेम्पर हेवी नाही प्रभु बोलिथिबो के पवन प्रेज द लॉर्ड हेले घरे मन कर दुईटा पुओ थिबे बाबू और सानो झियो थिबे ए झियो मन कर टिके डिस्टर्ब करले मां गाली कला के बाबू किमती होतिबो हेउ तते हेउ
ତତେ ଆହୁରି ହଉ ଭଲରେ ହଉ। ଏ ସମୁଦ୍ର ସେମିତି ହଉଛି ଏବେ କେମିତି ହଉଛି ପବନକୁ ଦେଖି ଭଲ ହେଲା ତତେ ହଉ ବେଶୀ ଟେମ୍ପର ହଉଥିଲ ବୋଇଲା ବେଳକୁ ସମୁଦ୍ରକୁ କଣ କହିଲେ तू निह ହଁ? चुप कर ସମୁଦ୍ରକୁ କହିଲେ तू ତୁ ନିଅ ବେଶୀ ହେଲୁଣି ବୋଲୁ ବୋଲୁ ସମୁଦ୍ର କେମିତି ହେଲା ଏଥର ସେଥିରେ ପବନ ବନ୍ଦ ହେଲା ହଁ? ଓ ସବୁ ଧୀର ସ୍ଥିତ ହେଲେ ହେଲା। ମତେ କୁହ ଆମର ସରକାର ପବନ ସହିତ କଥା ହେଇପାରନ୍ତି ନା ନାଇଁ ସମୁଦ୍ର ସହିତ କଥା ହେଇପାରନ୍ତି ନା ନାଇଁ ପରମେଶ୍ୱର ସମୁଦ୍ରର ସୀମା ନିରୂପଣ କରିଛନ୍ତି ଆଉ ସୀମା ଭିତରେ ତୁ ରହିବୁ ବୋଲି ତାକୁ ଆଦେଶ ଦେଇଛନ୍ତି ମନେକର ଆମର କି ସାଗର ଅଛି ଆଜ୍ଞା ବ୍ରହ୍ମପୁରରେ ପୁରୀରେ ବଙ୍ଗୋପସାଗର ଏ ବଙ୍ଗୋପସାଗର ପୁରୀ ବେଳାଭୂମିର ମନେକର ଅର୍ଡର କରିବ ଶୁଣ 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 ବାଲିଗୁଡାର ଭାଇ ଭଉଣୀ ମାନେ ମତେ ଟିକେ ଇଚ୍ଛା ଲାଗିଲାଣି ୟୁଥ ମିଟିଂ ମୁଇଁ ମଧ୍ୟ ଟିକେ ଆସିବି ଆମେ ସବୁ ରହିପାରିବା ଏଇଠି ରହିପାରିବା ମାନିବାକୁ ପଡିବ ଏ ସବୁ ପ୍ରକୃତି ଆମ ମହାମହିମଙ୍କର କଥାକୁ ମାନନ୍ତି Praise the Lord. Hallelujah. ସମୁଦ୍ରର ସୀମା ସେ ନିରୂପଣ କରନ୍ତି ସୂର୍ଯ୍ୟକୁ ରୋକନ୍ତି ପୃଥିବୀକୁ ଝୁଲାନ୍ତି ତୁ କେତେ ସାଇନ୍ସ ପଢବା କଥା ପଢୁଥା ଘାଣ୍ଟି ହଉଥା ସେଠି ଆମ ପୃଥିବୀ କୋଉଠି ଅଛି କେହି କୁହନ୍ତୁ କୋଉଠି ଶୂନ୍ୟରେ କଣ ହଉଛି ଝୁଲୁଛି ତୁ କେତେ ମ୍ୟାଥମେଟିକ୍ସ କରେ କେତେ ବିଜ୍ଞାନ କରେ କେତେ ବାଇଗଣ କରେ କି ଟମାଟୋ କରେ ଘାଣ୍ଟି ହଉଥା କିଏ କରିଛି ସେଟା ଆମର ବାପା କୋରାପୁଟରେ ଥିଲେ କହିଥାନ୍ତେ ଆମର ବୁଆ କରିଛି ବୋଲି ହାଲେଲୁୟା ପ୍ରଭୁଙ୍କ ଲୋକମାନେ ପୃଥିବୀକୁ ଝୁଲାଇଛନ୍ତି ଏମାନେ ବୈଜ୍ଞାନିକ ମାନେ ଘାଣ୍ଟି ହେଇଯାଉଛନ୍ତି ଏଟା କେମିତି ଝୁଲୁଛି ବୋଲି ତମେ ଖାଲି ଘାଣ୍ଟି ଏକା ସରିଯିବ କିଛି ଜାଣିପାରିବ ନାହିଁ ପ୍ରେଜ୍ ଦ ଲର୍ଡ ହାଲେଲୁୟା ପର୍ବତ ଗଣକୁ ସେ କମ୍ପାନ୍ତି ପୁଣି ପଦପର୍ବ ସବୁ ଅଛି ମୁଁ କହୁନାହିଁ ସମୟ ଅଭାବରୁ ଅସଂଖ୍ୟ ଜୀବଜନ୍ତୁକୁ ଆହାର କିଏ ଦିଅନ୍ତି ଆଜ୍ଞା ଆମ ପ୍ରଭୁ ଦିଅନ୍ତି ଆମ ମାଲିକ ଦିଅନ୍ତି ଶେଷରେ ଆମ ମାଲିକ ଆମ ପରମେଶ୍ୱର ଆମ ସରକାର ବର୍ଣ୍ଣନାର ବାହାରେ ଅଟନ୍ତି ତାଙ୍କୁ ଆପଣ ବର୍ଣ୍ଣନା କରିପାରିବେ ନାହିଁ ତାଙ୍କ ଦୟା ଅବର୍ଣ୍ଣନୀୟ ଅଟେ ତାଙ୍କ କରୁଣା ଅବର୍ଣ୍ଣନୀୟ ଅଟେ ତାଙ୍କ ପ୍ରେମ ଅବର୍ଣ୍ଣନୀୟ ଅଟେ ତାଙ୍କ ଶକ୍ତି ଅବର୍ଣ୍ଣନୀୟ ଅଟେ ଆଉ ଗୋଟେ ବିଷୟ କେବେ କିଛି ମୋର ମାଇଣ୍ଡ କାମ କରୁନାହିଁ ମତେ କୁହନ୍ତୁ ସାହାଯ୍ୟ କରନ୍ତୁ ଆକାରରେ ସାଇଜରେ ଆମେ ବଡ ନା ସୂର୍ଯ୍ୟ ବଡ ସାଇଜରେ ଜୋରସେ ସୂର୍ଯ୍ୟ ବଡ ଆକାରରେ ଆମେ ବଡ ନା ତାରା ବଡ ଆଚ୍ଛା ସମୁଦ୍ର ବଡ ନା ଆମେ ବଡ ସାଇଜରେ ଗଛ ବଡ ନା ଆମେ ବଡ ନଦୀ ବଡ ନା ଆମେ ବଡ ପର୍ବତ ନା ଆମେ ଆଚ୍ଛା ଏ ପର୍ବତ ଏ ନଦୀ ଏ ସମୁଦ୍ର ଏ ସୂର୍ଯ୍ୟ ଏ ଚନ୍ଦ୍ର ଏ ତାରା ଆମ ହିସାବରେ ଲକ୍ଷ ଲକ୍ଷ କୋଟି ଗୁଣ ସାଇଜରେ ବଡ ସେମାନଙ୍କୁ ପ୍ରଭୁ କେମିତି ତିଆରି କଲେ କଲମ ଗୋଟେ ନେଲେ ସ୍କେଚ ଗୋଟେ ନେଲେ ଡ୍ରଇଂ ପେପର ନେଲେ ସୂର୍ଯ୍ୟ ରଙ୍ଗ ଟିକେ ଲେପି ଦେବା ରଙ୍ଗ ହେଇଗଲା ଏମିତି କଲେ କି ନାଇଁ ସୂର୍ଯ୍ୟ ହେଉ ବୋलो ବୋଲୋ ଭୁସ୍ ହେଇକି ସୂର୍ଯ୍ୟ ହେଇଛି ଚନ୍ଦ୍ର ହେଉ ବୋलो ବୋଲୋ ଚନ୍ଦ୍ର ତାରାଗଣ ହେଉ ବୋଲୋ ବୋଲୋ ତାରାଗଣ ନକ୍ଷତ୍ର ଗଣ ଆଉ ସମୁଦ୍ର ମହାଜଳ ରାଶି ନଦୀ ଗଛ ଲତା ପବନ ପର୍ବତ ପାହାଡ ସବୁ one word one man army ଆମର ବାପା one word କଥା ମାତ୍ରକେ ବାକ୍ୟ ମାତ୍ରକେ ହେଇଛି ଆମକୁ କେମିତି କଲେ ଆଦମ ହେଉ ବୋଲୋ ବୋଲୋ ଆଦମ ହେଲା କି ନାଇଁ ଆମକୁ କେମିତି କଲେ ଉପରରୁ ଆସିଲେ ତଳକୁ ଆସି ଧୂଳିକୁ ସାଉଁଟିଲେ ଧୂଳି ମାଟିକୁ ଗଦା କଲେ ପାଣି ଟିକେ ପକେଇଲେ ତାପରେ ଚକଟିଲେ ପକୁଡି ଚୁନା ଚକଟିଲା ପରେ ଚକଟିଲେ ତାପରେ ମୁଣ୍ଡରୁ ଆରମ୍ଭ କଲେ ଟିକେ ଟିକେ ସେପ ଦେଲେ ତାପରେ ନାକ ତାପରେ ଆଖି ତାପରେ କାନ ତାପରେ ଓଠ ତାପରେ ବେକ ଦେହ ଗୋଡ ଆଉ ପାଦ ସବୁ ଗୋଟିଏ ଗୋଟିଏ କରି ଆକାର ଦେଇ ଆମକୁ ବନେଇଲେ କାହିଁକି କାହିଁକି ପ୍ରଭୁଙ୍କୁ ଆମେ କେବେ ବୁଝିପାରିବା ନାହିଁ କାହିଁକି ହାଲେଲୁୟା
ତାହିଁକିର ଅର୍ଥ ହଉଛି ସେ ଆମକୁ ଏତେ ପ୍ରେମ କରନ୍ତି, ଏତେ ଭଲ ପାଆନ୍ତି, ଆମକୁ କଥା ମାତ୍ରକେ ତିଆରି କରିପାରିଥାନ୍ତେ ନା ନାହିଁ? କରିପାରିଥାନ୍ତେ। ଏଥିପାଇଁ ମୁଁ କୁହେ ପରମେଶ୍ୱରଙ୍କ ପ୍ରେମ ବୁଝି ହୁଏ ନାହିଁ। ଏତେ ବଡ ବଡ ବିଷୟକୁ ତୁମେ ଆଜ୍ଞା ମାତ୍ରକେ କରିଛ, ଆମକୁ ହାତରେ ଗଢିଛ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ଲୋକମାନେ ମନେ ରଖନ୍ତୁ, ମୁଁ ଗୋଟେ ମୁଖ୍ୟ ବିଷୟ କହିବି ବୋଲି ଭାବୁଥିଲି, କିନ୍ତୁ ମୁଁ କେତେଟା ଯାଏ ସମୟ ନେବି ମତେ ଜଣା ବି ପଡୁନାହିଁ। ମୁଁ ଭାବୁଛି ହୁଏତ ଏବେ ସାରିବା କଥା କି କଣ। ଯଦି ଅନୁମତି ଦେବେ ତ ମୁଁ ନିଶ୍ଚୟ କହିବି, ଯଦି ଅନୁମତି ଦେବେ ନାହିଁ ଏଠି ସାରିବି, ୟାକୁ ଟିକେ ସାରିଦିଏ। ଯଦି ଯୋଉମାନେ ମନେ କରୁଛନ୍ତି ଦ୍ୱନ୍ଦ୍ୱରେ ଅଛନ୍ତି, what must I do in my life? କଣ ମତେ କରିବା ଦରକାର ଜୀବନରେ? ଚାକିରି ନା ସେବା କାର୍ଯ୍ୟ? ପ୍ରଭୁଙ୍କ କାମ ନା ଜଗତର କାମ? ହେଭେନଲି ଗଭର୍ଣ୍ଣମେଣ୍ଟ ନା ଅର୍ଥଲି ଗଭର୍ଣ୍ଣମେଣ୍ଟ? କେଉଁ ସରକାରର ଅଣ୍ଡରରେ ମତେ କାମ କରିବା ଦରକାର? ଆଜି ମୁଁ ଆପଣମାନଙ୍କୁ ସୂକ୍ଷ୍ମ ଭାବରେ ବୁଝାଇବା ପାଇଁ ଚେଷ୍ଟା କଲି। ଆମ ସରକାରଙ୍କ ଠାରୁ ଆଉ ବଡ କେହି ନାହାନ୍ତି। ଆମ ସରକାର ଯାହା କରିପାରିବେ ଆଉ କେହି ତାହା କରିପାରିବେ ନାହିଁ। ଆମ ସରକାରର ସବୁ ବିଷୟ ସର୍ବୋତ୍କୃଷ୍ଟ ଅଟେ, ସବୁ ବିଷୟ ରିଏଲ ଅଟେ, ସବୁ ବିଷୟ ସର୍ବୋତ୍ତମ ଅଟେ। ଆଉ ତାଙ୍କ ପାଖରେ ହିଁ ମନୁଷ୍ୟର ସବୁ ସମସ୍ୟାର ସମାଧାନ ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆପଣ ମାନେ ଚିନ୍ତା କରନ୍ତୁ, ପୃଥିବୀ ତାଙ୍କର, ବିଶ୍ୱ ତାଙ୍କର, ଯାହା ଏକ ବ୍ୟକ୍ତି ଦେଖୁଛି ସବୁ ତାଙ୍କର। ସେହି ସରକାରର ତଳେ ଆପଣ ରହିବା ପାଇଁ ଚାହୁଁଛନ୍ତି ନା ଯେଉଁ ସରକାରର ଆୟୁ ବୟସ କାଳ ସବୁ ଶୀଘ୍ର ସରିଯିବ ସେଇ ସରକାର ଅଣ୍ଡରରେ କାମ କରିବା ପାଇଁ ଚାହୁଁଛନ୍ତି? ଡିସାଇଡ୍ ଆପଣ ମାନଙ୍କର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଶ୍ନ ଗୋଟେ, ଆଜ୍ଞା ମୁଁ ମଧ୍ୟ ତାଙ୍କ କାର୍ଯ୍ୟ କରିବା ପାଇଁ କୁହନ୍ତୁ ଚାହୁଁଛି। ମୁଁ ମଧ୍ୟ ତାଙ୍କ ସେବା କରିବା ପାଇଁ ଚାହୁଁଛି। ମତେ ଟିକେ ହେଲ୍ପ କରିବେ ଅର୍ଗାନାଇଜର। ମୁଁ ଏଠାରେ ବନ୍ଦ କରିବି ନା ଆଗକୁ ବଢେ? ଯେହେତୁ ମୋର ଟପିକ ଗୋଟେ ସରିଛି, ନୂଆ ଟପିକ ହଉଛି ବହୁତ ଇମ୍ପୋର୍ଟାଣ୍ଟ। ମୁଁ ପ୍ରଭୁଙ୍କ ସେବା କରିବା ପାଇଁ ଚାହୁଁଛି, ତ ମତେ କଣ କରିବାର ଅଛି? ଏହା ବର୍ତ୍ତମାନ ମୁଁ କହିବା ଉପରେ ଅଛି। ଯଦି ମତେ ଅନୁମତି ଦେବେ ତେବେ କହିବି, କିନ୍ତୁ ମୁଁ ଭାବୁଛି ଆମେ ଯଥେଷ୍ଟ ସମୟ ଲେଟ୍ କରିଦେଇଛୁ। ବାକ୍ୟରେ ନାହିଁ, ଆରମ୍ଭ ହେଉ ହଉ ଇତ୍ୟାଦି କର୍ମ ହେଉ ହେଉ। ଯଦି କହିବେ ମୁଁ ଆଗକୁ ବଢିବି, ନଚେତ ଏଇଠି ସାରିବି।